ବୁଢ଼ୀ ମା ଆଉ ସୁନା ରଙ୍ଗର କୁକୁଡ଼ା। ମୁଁ ଆଜି ତୁମକୁ ଗୋଟେ ବଢ଼ିଆ ଗପ କହିବି। এই ଗପଟି ହେଉଛି ଜଣେ ବୁଢ଼ୀ ମା ଆଉ ତାଙ୍କର ସୁନା ରଙ୍ଗର କୁକୁଡ଼ା ବିଷୟରେ। ଗୋଟିଏ ଗାଁରେ ଜଣେ ବୁଢ଼ୀ ମା ରହୁଥିଲେ। ସେ ବହୁତ ଦୁଃଖରେ ଥିଲେ କାରଣ ତାଙ୍କର କେହି ନଥିଲେ। ଦିନେ ସେ ବଜାରରୁ ଫେରୁଥିବା ବେଳେ ଗୋଟେ ଛୋଟ ସୁନା ରଙ୍ଗର କୁକୁଡ଼ା ଛୁଆ ଦେଖିଲେ। କୁକୁଡ଼ା ଛୁଆଟା ରାସ୍ତା କଡ଼ରେ ଏକୁଟିଆ ବସି କାନ୍ଦୁଥିଲା। ବୁଢ଼ୀ ମାଙ୍କୁ ଦୟା ଆସିଲା। ସେ ତାକୁ ଘରକୁ ନେଇଗଲେ। ସେ ତାର ନାଁ ଦେଲେ ସୁନାଟିକି। ସୁନାଟିକି ବହୁତ ଚଞ୍ଚଳ ଥିଲା। ସେ ସବୁବେଳେ ଘର ଭିତରେ ଦୌଡ଼ାଦୌଡ଼ି କରେ ଆଉ ବୁଢ଼ୀ ମାଙ୍କୁ ହସାଏ। ଧୀରେ ଧୀରେ ସୁନାଟିକି ବଡ଼ ହେଲା। ସେ ପ୍ରତିଦିନ ସକାଳେ ଗୋଟେ ସୁନା ଅଣ୍ଡା ଦିଏ। ବୁଢ଼ୀ ମା ସେହି ଅଣ୍ଡାକୁ ବଜାରରେ ବିକି ଯାହା ପଇସା ପାଆନ୍ତି ସେଥିରେ ନିଜର ଜୀବନ ଚଳାନ୍ତି। ଦୁହେଁ ବହୁତ ଖୁସିରେ ରହୁଥିଲେ। କିନ୍ତୁ ଦିନେ ଗାଁର ଜଣେ ଲୋଭୀ ଲୋକ ସୁନାଟିକି ବିଷୟରେ ଶୁଣିଲା। ସେ ଭାବିଲା, ଯଦି ମୁଁ ସେହି କୁକୁଡ଼ାକୁ ପାଇଯାନ୍ତି ତାହେଲେ ମୁଁ ପ୍ରତିଦିନ ସୁନା ଅଣ୍ଡା ପାଇପାରନ୍ତି। ସେ ଲୋକଟି ରାତିରେ ବୁଢ଼ୀ ମାଙ୍କ ଘରେ ପଶି ସୁନାଟିକିକୁ ଚୋରି କରି ନେଇଗଲା। ବୁଢ଼ୀ ମା ସକାଳୁ ଉଠି ଦେଖିଲେ ତ ସୁନାଟିକି ନାହିଁ। ସେ ବହୁତ କାନ୍ଦିଲେ। ସୁନାଟିକି ମଧ୍ୟ ବହୁତ କାନ୍ଦିଲା। ସେ ଲୋଭୀ ଲୋକଟିକୁ କହିଲା, ମୋତେ ଛାଡ଼ିଦିଅ। ମୁଁ ମୋ ବୁଢ଼ୀ ମା ପାଖକୁ ଫେରିଯିବି। କିନ୍ତୁ ଲୋଭୀ ଲୋକଟି ଶୁଣିଲା ନାହିଁ। ଶେଷରେ ସୁନାଟିକି ଗୋଟେ ଉପାୟ ବାହାର କଲା। ସେ ଲୋଭୀ ଲୋକଟିକୁ କହିଲା, ବୁଢ଼ୀ ମାଙ୍କ ଘରେ ଟି ସୁନା ଅଣ୍ଡା ଅଛି। ମୁଁ ତୁମକୁ ସେ ସବୁ ସୁନା ଅଣ୍ଡା ଦେବି। କିନ୍ତୁ ତୁମେ ମୋତେ ବୁଢ଼ୀ ମାଙ୍କ ପାଖକୁ ନେଇ ଚାଲ। ଲୋଭୀ ଲୋକ ରାଜି ହୋଇଗଲା। ସେ ସୁନାଟିକିକୁ ବୁଢ଼ୀ ମାଙ୍କ ଘର ପାଖକୁ ନେଇଗଲା। ଯେମିତି ସେମାନେ ଘର ପାଖରେ ପହଞ୍ଚିଲେ, ସୁନାଟିକି ଜୋରରେ ଡାକିଲା, ମା, ମା। ବୁଢ଼ୀ ମା ସୁନାଟିକିର ଡାକ ଶୁଣି ବାହାରକୁ ଆସିଲେ। ସେ ସୁନାଟିକିକୁ ଦେଖି ବହୁତ ଖୁସି ହେଲେ। ସେ ସଙ୍ଗେ ସଙ୍ଗେ ପୋଲିସକୁ ଡାକି ଲୋଭୀ ଲୋକଟିକୁ ଗିରଫ କରାଇଲେ। ସେହି ଦିନଠାରୁ ବୁଢ଼ୀ ମା ଆଉ ସୁନାଟିକି ଆନନ୍ଦରେ ଜୀବନ ବିତାଇଲେ। ଆପଣଙ୍କୁ ଗପଟି କିପରି ଲାଗିଲା ନିଶ୍ଚୟ ଜଣାଇବେ। ମୋତେ ଆଶା ଆପଣମାନଙ୍କୁ ବହୁତ ଭଲ ଲାଗିଥିବ।